ଛତ୍ରପୁର ବ୍ଲକ ସ୍ତରୀୟ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ ହୋଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛତ୍ରପୁର ବିଧାୟକ ସୁଭାଷ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ କିରଣ କୁମାର ଦାସ, ଉପାଧ୍ୟକ୍ଷା ଏସ୍ ଶାରଦା ରେଡ୍ଡି ଅତିଥି ଭାବେ ଯୋଗଦେଇ ଏହି ଭତ୍ତା ବଣ୍ଟନ କରିଥିଲେ। ଭତ୍ତା ପାଇବାକୁ ପେଣ୍ଡିଂ ଥିବା ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରି ଭତ୍ତା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଛତ୍ରପୁର ବ୍ଲକର 1451 ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଏଥିସହ ଭତ୍ତା ବାବଦରେ 500 ଟଙ୍କାରୁ 1000 ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିଲେ। ଏହି ପରିପ୍ରେକ୍ଷୀରେ ନୂତନ ହିତାଧିକାରୀଙ୍କୁ ପ୍ରଥମ ଥର ଭତ୍ତା ଦେବା ସହ 1000 ଟଙ୍କା ଭତ୍ତା ବାବଦରେ ଅର୍ଥ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡିଓ ସୁଶାନ୍ତ ବରାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି, ଏସ୍ଏସ୍ଓ ପି ପଦ୍ମା ପ୍ରମୁଖ ଉପସ୍ଥିତ ଥିଲେ। ଛତ୍ରପୁରରୁ ଅରୁଣ କୁମାର ପଣ୍ଡାଙ୍କ ରିପୋର୍ଟ, ନବୀନ ନ୍ୟୁଜ୍।